ମୁଁ ହେଉଛି ସାନ। ମୋର ଅଷ୍ଟମୀ କେବେ ବି ମାନେ କ'ଣ କହିଲେ ଆମେ ପଢ଼ୁଆ ନୁହଁ, କିନ୍ତୁ ଅଷ୍ଟମୀ ମୁଁ ବଡ଼ ନ ହେଇକିନା ବି ମୁଁ ବହୁତ ଅଷ୍ଟମୀରେ ଡ୍ରେସ୍ ପିନ୍ଧେ ଭଉଣୀ ସହିତ। କାହିଁକି ନା ଆମ ଅଜା ଯେତେବେଳେ ପଇସା ଦିଅନ୍ତି ଡ୍ରେସ୍ ପାଇଁକି କି ଡ୍ରେସ୍ କେବେ ଆଣନ୍ତି ତ ଆଣନ୍ତି ସବୁବେଳେ ବଡ଼ ଭଉଣୀ ପାଇଁକି ଆଣନ୍ତି, ଆଉ ମୁଁ ଥିଲି ସାନ ମୋ ପାଇଁ ବି ଆସେ। ତ ସେଥିପାଇଁକି ବହୁତ ମନେ ପଡ଼େ ଅଜାଙ୍କ କଥା ଅଷ୍ଟମୀ ଦିନ। ଆଉ ଅଜାଙ୍କର ସେ ଭଲ ପାଇବା ଆଉ ମାମୁଁଙ୍କ ସେ ଭଲ ପାଇବା, ମାମୁଁ ବି ଆମ ପାଇଁ ସବୁବେଳେ ଡ୍ରେସ୍ ଆଣନ୍ତି ଅଷ୍ଟମୀରେ ଦି ଭଉଣୀଙ୍କ ପାଇଁକି। ବଡ଼ ସାନ କେବେ ବି ବିଚାର କରନ୍ତି ନାହିଁ। ଆଉ ତ ସେଥିପାଇଁକି ଅଷ୍ଟମୀଟା ବହୁତ ସ୍ପେଶାଲ୍ ଲାଗେ। ତ ଦେଖନ୍ତୁ ଅଷ୍ଟମୀ ଝିଅ ବେଳେ ପାଳି 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 ଆଜି ବି ସେମିତି ଅଷ୍ଟମୀ ଦିନ ସକାଳୁ ଉଠିକିନା ମୁଁ ଗାଧେଇ ପାଧେଇ କାମ ସାରି ଦେଇଥିଲି। ଆଉ ରାତିରୁ ଉଠି ଆପଣମାନେ ଦେଖିଥିବେ ମୁଁ ପୂର୍ବ ଦିନ ରାତିରେ ମୁଁ ପୁର ହରିକା ସବୁ ଭାଜି ଭୁଜି ଦେଇଥିଲି, ହଳଦୀ ପତ୍ର ଧୋଇ ଧାଇ ଆଉ ପିଠଉ ସବୁ ଗୋଳେଇ ଗାଳେଇ ରଖିଦେଇଥିଲି, ଯାହାଫଳରେ ସକାଳକୁ ମୋତେ ବେଶୀ ସମୟ ଲାଗିବନି କାମ କରିବାରେ। କାହିଁକି ନା ସକାଳ ମୋର ପୁଅ ଥିଲା ପଢ଼ୁଆ, କାହିଁକି ନା ମୋ ପୁଅ ହେଉଛି ବଡ଼। ତ ସେଥିପାଇଁକି ମୋ ପୁଅର ପ୍ରଥମ ଅଷ୍ଟମୀ ସରିଯାଇଛି, ଏଇଟା ସେକେଣ୍ଡ ଅଷ୍ଟମୀ ତା'ର। ତ ସେଥିପାଇଁକି ତାକୁ ମୁଁ ସକାଳୁ ଉଠେଇ ଠାକୁରଙ୍କ ପୂଜା ସାରି ଆଗ ବ୍ରସ୍ କରିଦେଇଥିଲି। ତାପରେ ତାକୁ ଟିକେ ତେଲ ଫେଲ ଲଗେଇ ତାକୁ ଫ୍ରେଶ୍ କରାଇଦେବି। ତାପରେ ଯାଇକିନା ସିଏ ତା'ର ନ୍ୟୁ ଡ୍ରେସ୍ ପିନ୍ଧିବ, ଆଉ ତା ବାପା ଯିବେ ଡ୍ୟୁଟି, ତ ତାଙ୍କ ପାଇଁକି ବି ସକାଳୁ ପିଠା କଲେ ସେ ଖାଇକି ଆଉ ଟିଫିନ୍ ନେଇକି ଯିବେ। ତ ଦେଖନ୍ତୁ ପୁଅ ମୋର ରେଡ଼ି ହେଇଗଲା ଡ୍ରେସ୍ ପିନ୍ଧିକି, ଆଉ ଏଠି ଠାକୁରଙ୍କୁ ମୁଣ୍ଡିଆଟେ ମାରିଲା। ଯେହେତୁ ସିଏ ହେଉଛି ପଢ଼ୁଆ ତ ସେଥିପାଇଁ ମୁଁ ତାକୁ ଟିକେ ବନ୍ଦାପନା କରିଦେଇଥିଲି। ଆଉ କରିକିନା ଏଠି ଠାକୁରଙ୍କ ପାଖରେ ଆଶୀର୍ବାଦ ନେବାକୁ କହିଥିଲି, ଆଉ ବାପା ମାଆଙ୍କଠୁ ଆଶୀର୍ବାଦ ନେବାକୁ ତାକୁ ବି ମୁଁ କହିଥିଲି। ତ ଏଠି ଦେଖନ୍ତୁ ଏଠି ଆମର ପଢ଼ୁଆ ଅଷ୍ଟମୀ ମାନେ ଆମର କ'ଣ କରାଯାଏ ନା ଆମର ଛାଞ୍ଚ ଦେହରେ ଗୁଆ ଗୋଟେ ପଡ଼ିବ, ତା ସହିତ ସିନ୍ଦୁରଟିଏ ଦିଆହେବ। ଆଉ ସିନ୍ଦୁର ଦେଇ ସାରିଲା ପରେ ଆମର ଏଠି ହଳଦୀ ପତ୍ରରେ ପିଠା ଆଉ ଛେନା ନଡ଼ିଆର ପୁର ଭାଜିକି ରାତିରୁ ରଖିଥିଲି, ଆଉ ତାକୁ ସବୁ ବାହାର କରିକିନା ଏଠି ପିଠାଟେ ନଦୁଥିଲି। କାରଣ ପିଠା ରେଡ଼ି ହେଇଗଲେ ପୁଣି ମୋ ସ୍ୱାମୀ ଖାଇକିନା ଡ୍ୟୁଟି ଯିବେ ଆଉ ଟିଫିନ୍ ନେଇକି ଯିବେ। ଆଉ ପୁଅ ବି ଟିକେ ଏଥର ଟେଷ୍ଟ କରିବ, କାରଣ ଆର ବର୍ଷ ଛୋଟ ବୋଉ ଥିଲା, କ'ଣ ସେଇଟା ଏଣ୍ଡୁରି ପିଠା ସେ କିଛି ଜାଣିନଥିଲା। ଏବେ କିନ୍ତୁ ସେ ଯେହେତୁ ଟିକେ ବଡ଼ ହେଲାଣି ତ ଟିକେ ଟେଷ୍ଟ କରିବ ଆଉ ଜାଣିବ ପିଠା ବିଷୟରେ। ତ ସେଥିପାଇଁକି ମୁଁ ନିଜେ ଫାର୍ଷ୍ଟ ଟାଇମ୍ ପ୍ରଥମ ଥର ମୁଁ କରିଥିଲି ଏଣ୍ଡୁରି ପିଠା। ପୂର୍ବ ବର୍ଷ ପଢ଼ୁଆ ଅଷ୍ଟମୀରେ ଶାଶୁ କରିଥିଲେ, ଆଉ ମୁଁ କେବଳ ଯାହା ଦେଖିଥିଲି, ଆଉ ଘରେ ମମି କରେ ମୁଁ ଦେଖିଛି, କେବେ ହାତରେ ନିଜେ ପିଠା ଦେଇନି କି କରିନି। ତ ଏଥର ପ୍ରଥମ ଥର ପାଇଁ କରିଥିଲି, ଆଉ ସମସ୍ତେ ଖାଇକି କହିଲେ ବହୁତ ନରମ ହେଇଛି ଆଉ ସଫ୍ଟ ହେଇଥିଲା, ଆଉ ବହୁତ ବଢ଼ିଆ ବି ଲାଗୁଥିଲା। କାରଣ ମୁଁ ପତଲା ପତଲା ପିଠା କରେ, ଆଉ ତା ସହିତ ପୁରା ଭରପୁର ହିଁ କରିଥାଏ। ତ ଆପଣମାନେ କେମିତି ପ୍ରଥମ ଅଷ୍ଟମୀ ପାଳନ କଲେ ନିଶ୍ଚିନ୍ତ କମେଣ୍ଟ ସେକ୍ସନରେ ଜଣାଇବେ।